ଡାଙ୍ଗଭାଲ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ରଖିଥିଲୁ। ଗାଁର ବିଭିନ୍ନ ସିଟିଜେନ୍ସ ଆସିକି ତାଙ୍କର ଅଭିଯୋଗ ସବୁ ଦେଉଥିଲେ। ତାକୁ ଆମେ ବେସ୍ କରିକି ତାଙ୍କର ଯେଉଁ ଆପ୍ଲିକେସନ୍ ଉପରେ ଇନକ୍ୱାରି କରିକି ନେକ୍ସଟ ଷ୍ଟେପ୍ ନେବୁ। ବେସିକାଲି ଆମର ଯେଉଁ ଇନକ୍ଲୁଜନ୍ PDSର ଇନକ୍ଲୁଜନ୍ ପାଇଁ କିଛିଟା ଆସିଲେ। ଦ୍ୱିତୀୟରେ ଆମର ଯେଉଁ ବରିଷ୍ଠ ନାଗରିକମାନଙ୍କର ପାଇଁ ଗୋଟେ ଆୱାରନେସ୍ କ୍ୟାମ୍ପ କରାଯାଇଥିଲା, ଯେଉଁଥିକି ଆପଣ ମାଧ୍ୟମରେ ବି ମୁଁ ବି ଜେନେରାଲ୍ ପବ୍ଲିକକୁ ଆୱାରନେସ୍ କରିବା ପାଇଁ ନିବେଦନ କରିବି। ବେଶୀ ମାତ୍ରାରେ ଯେଉଁମାନେ ଓଲ୍ଡ ଏଜ୍ ପ୍ୟାରେଣ୍ଟସ୍ ଅଛନ୍ତି, ତାଙ୍କର ଚିଲଡ୍ରେନ୍ସ ମାନେ ତାଙ୍କୁ ଯେଉଁ ସାନ ଡଟର ଅଛନ୍ତି, ସେମାନେ ତାଙ୍କୁ ଭଲ ବ୍ୟବହାର ଦେଉନାହାନ୍ତି। ତ ତା ଉପରେ ଗୋଟେ ଆୱାରନେସ୍ କ୍ୟାମ୍ପ ରଖାଯାଇଥିଲା। ସେମାନେ ତାଙ୍କର ଗ୍ରିଭାନ୍ସ ଯେଉଁଟା ବି ଅଛି ଡାଇରେକ୍ଟଲି ସେମାନେ ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି 143457ଟା। ଆଉ ଆମର ଯେଉଁ ସବ୍ କଲେକ୍ଟର ଅଛନ୍ତି ଏଠି ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍, ତାଙ୍କ ପାଖରେ ବି ଅଭିଯୋଗ କଲେ ସବ୍ କଲେକ୍ଟର ତାଙ୍କୁ 3 ମାସ ଭିତରେ ତାଙ୍କର ଶୁଣାଣି କରିକି ଫୈସଲା ଦେବେ। ତ ସମସ୍ତ ଜନସାଧାରଣଙ୍କୁ ଆପଣ ମାଧ୍ୟମରେ ଆଉ ଥରେ ସୂଚିତ କରିଦେଉ ଆୱାରନେସ୍ କରିବା ପାଇଁ ଯେ ସମସ୍ତେ ନିଜର ପ୍ୟାରେଣ୍ଟସ୍ମାନଙ୍କୁ ଭଲ ରଖିବେ, ବ୍ୟବହାର ଭଲ ଦେବେ। ତାଙ୍କର ଯେଉଁ ଓଲ୍ଡ ଏଜ୍ ଅଛନ୍ତି ତାଙ୍କର ଖାଇବା ପିଇବାର ଦେଇକି ଭଲରେ ରଖିବେ ବୋଲିକି ବି ମୁଁ ଆପଣ ମାଧ୍ୟମରେ ନିବେଦନ କରୁଛି ସମସ୍ତଙ୍କୁ।